शुभ संध्या दिले तो पिलिवाने ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ଯୁବାକୁ ସରି ଯୁବା ସୁଗୁଣ ସାଧୁଶୀଳ ଦରିଦ୍ର କୁଟୁମ୍ବ ଗହଳ ନା କେଉଁ ପ୍ରକାରର ବ୍ରାହ୍ମଣଙ୍କୁ ମୁଁ ଦାନ କରିଛି। ଅତି ଦରିଦ୍ର କୁଟୁମ୍ବ ଗହଳ ବହୁଳ ଥିବେ, ଅତି ଦରିଦ୍ର ଥିବେ, କୁଟୁମ୍ବ ଗହଳ କୁଟୁମ୍ବ ବହୁଳ ଥିବେ, ହଁ ଯୁବକ ସୁଗୁଣ ସାଧୁଶୀଳ ସାଧୁଶିଷ୍ଟ ଜନଙ୍କୁ ମୁଁ ଦାନ କଲି। ଏଇଭଳି ଗାଈ ସବୁ ଦାନ କଲି। କଣ ହେଇଛି? ହେ ନାଥ, ତାପରେ କଣ ହେଇଛି ଦେଖ ପିଲେ। ହଁ ତ ତେବେ ଦେଖ ପିଲେ 108 ପୃଷ୍ଠାକୁ। उत्तम ब्रह्मचर्य दीक्षा वेदायने मंत्र शिक्षा एमंते विप्र सावधाने सुपुण्य काले देली दान अधिक दान दैली जेते गुण अधिक दान देली जेते शुण कहवा तो अग्रते गोचर्म मापे भूमि दान सुद सवर्ण आयतन। तामने कहउचंदी एठी मृगराज कहउचंदी श्री कृष्णଙ୍କୁ हे नाथ उत्तम ब्रह्मचर्या दीक्षा उत्तम भावरे ब्रह्मचर्या पालन करुथबे दीक्षा दीक्षा होइतिबे वेदाध्ययने वेद को अध्ययन करिथिबे वेद अध्ययने वेद शास्त्र रे निपुण थिबे मंत्र शिक्षा लाभ करिथिबे एमंत विप्रे एइभଳି ब्राह्मण को मु गाई दान करिछि। तामाने कहिजंती नृगराज अति दरिद्र ब्राह्मण मानकु कुटुंब बहुल ब्राह्मण मानकु वेदाध्ययन रे प्रवृत्ति दिवा ब्राह्मण मानकु जे माने उत्तम ब्रह्मचर्य दीक्षित होइतेबे सेइभଳି ब्राह्मण मानकु मु कोन कली सावधान सहकार रे सुगुण्य काले देली दान सु पुण्य काल रे उत्तम समय रे मु दान कली बुझी पाइला एवं देइछि ता दान एवं देइछि तो दान परंतु कोन हेछि देखो बिले अधिक दान देली जेते शुण कहिबा तो अग्रते शुण कहिबा तो अग्रते शुणंतु आपणकर अग्रते आपणक सामने आपणक आगरे मु कहूची शुणंतु कोन कोन आउ दान कहिछि केवल गोदान देई नाही देइछि दान कोन गो चर्म मापे भूमि दान गो चर्मे भूमि दान देइछि गाई चर्मर माप सहित बा आमे जदि कहिबा गो चर्म मापरे भूमि दान करिछि मु सुध सुवर्ण आयतन शुद्ध खांटी सुना जोटा को आमे कहूचे शुद्ध सुवर्ण आयतन 24 कैरेट सुना जोटा को आमे कहूचे ताकू मध्य देइछि गज तुरंग कन्या राशि तापर देखो बिले गज तुरंग कन्या राशि गज देइछि हाथी देइछि तुरंग मींस घोड़ा घोड़ा को मध्य मु दान करिछि हैला एवं आउ कोन दासी कन्या कन्या दासी मानकु ब्राह्मणंकर सेवा करिया पई कन्या दासी को मु मध्य दान करिछि कन्या दासी को मध्य मु दान देइछि ता सहित आउ कोन तिल पर्वत धान्य राशि एवं शस्य शस्य मध्य पर्वत तुल्य शस्य दान करिछि मुई धान्य दान करिछि मुई धान्य दान करिछि मुई ता सहित आउ कोन सौभाग्य सॉरी भोग्य संपूर्ण सुख सज्जा वस्त्र भूषण बलि भोजा भोग्य संपूर्ण भोग्य उपभोग करिया पाई सुख सज्जा देइछि सज्जा सॉरी सज्जा दान देई करिछि ता संगे आउ कोन वस्त्र भूषण बुझी परिला वस्त्र भूषण
ବୁଝିପାରିଲା। ତା ସହିତ ଆଉ କଣ ଭୋଗ୍ୟ ସମ୍ପୂର୍ଣ୍ଣ ସୁଖ ସଜ୍ଜା ବସ୍ତ୍ର ଭୂଷଣ ବଳି ଭୋଜା। ଭୋଗ ସମ୍ପୂର୍ଣ୍ଣ, ଭୋଗ ଉପଭୋଗ ପାଇଁ ସୁଖ ସଜ୍ଜା ଦେଇଛି, ଶଯ୍ୟା ଦାନ କରିଛି। ତା ସାଙ୍ଗରେ ଆଉ କଣ ବସ୍ତ୍ର ଭୂଷଣ, ବସ୍ତ୍ର ଦେଇଛି। ବଳି ରାଜା ମଧ୍ୟ ଦେଇଛି। ବଳି ଭୋଜା କଣ ଆମେ ସେମିତି ଜାଣିଛେ ପିଲେ, ବଳି ଭୋଜା କହିଲେ ଯୋଉ ଭୂମି ଦିଆଯାଏ, ଯେଉଁ ଭୋଜ ଦିଆଯାଏ ବ୍ରାହ୍ମଣ ମାନଙ୍କୁ ପୂଜା କରେ। ବୁଝିପାରିଲା। ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣ ପିଲା, ତମେମାନେ ମଧ୍ୟ ଜାଣିଥିବ ପିଲେ, ପନିପରିବା ହଉ, ଶସ୍ୟ ହେଉ, ଏଇ ସବୁ ଦିଆଯାଏ ନା ନାଇଁ, ଯାହାକୁ ବଳି ଭୋଜା ମଧ୍ୟ କୁହାଯାଏ। ତାକୁ ମଧ୍ୟ ଦାନ କରିଛି। ଏବଂ ତା ସହିତ କଣ ଯଜ୍ଞ ସୁବର୍ଣ୍ଣ ରଥ ଯେତେ ସଂଖ୍ୟାରେ କହିବି ମୁଁ କେତେ। ଯଜ୍ଞରେ ସୁବର୍ଣ୍ଣ ରଥ ଯେତେ, ସଂଖ୍ୟା କଣ ମୁଁ ତାକୁ ପ୍ରକାଶ କରିପାରିବିନି। କେତେ କଣ ଦାନ କରିନଛି, କେତେ କଣ ଦାନ ମୁଁ ନ କରିଛି। ଭୂମି ଦାନ କଲି, ଭୂଦାନ କଲି, ଭୂଦାନ ଦେଲି, ସୁଧ ସୁବର୍ଣ୍ଣ ଦେଲି, ଗଜ ଦେଲି, ତୁରଙ୍ଗ ମିନ୍ସ ଘୋଡା ଦେଲି, ଦାସୀ କନ୍ୟା ଦେଲି, ପର୍ବତ ସଦୃଶ ଧାନ୍ୟ ରାଶି ଦେଲି, ଭୋଗ ସମ୍ପୂର୍ଣ୍ଣ ଭୋଗ୍ୟ ଉପଭୋଗ ବସ୍ତୁ ସବୁ ଦେଲି, ସୁଖ ସଜ୍ଜା ଦେଲି, ବସ୍ତ୍ର ଦେଲି, ବସ୍ତ୍ର ଭୂଷଣ ଦେଲି, ବଳି ଭୋଜା ଦେଲି, ସୁବର୍ଣ୍ଣ ରଥ ସବୁ ଦାନ କଲି। ପରନ୍ତୁ କରିବା ସତ୍ତ୍ୱେ କଣ ହେଲା, ତାପରେ ଦେଖ ବିଲେ, ଦେବ ମନ୍ଦିରେ ଜଳ ଅର୍ଣ୍ଣ ସୁମିଷ୍ଟ ପବିତ୍ର ଭୋଜନ। ଦେବ ମନ୍ଦିରରେ, ଦେବତାଙ୍କ ମନ୍ଦିରରେ ଜଳ ଅନ୍ନ ମଧ୍ୟ ଦେଇଛି, ପ୍ରସାଦ ଦେଇଛି, ଲୋକମାନେ ଖାଇଛନ୍ତି। ସୁମିଷ୍ଟ ପବିତ୍ର ଭୋଜନ, ସୁମିଷ୍ଟ ସୁସ୍ୱାଦୁ ପବିତ୍ର ଭୋଜନ ସମସ୍ତ ଭକ୍ଷଣ କରିଛନ୍ତି। ପରନ୍ତୁ କଣ ହେଲା ଏମନ୍ତେ ନାନା ଦାନ କରି କିଞ୍ଚିତ ପାପ ମୁଁ ଆଚରି। ଏମିତି ନାନା ଦାନ କରିଛି ମୁଇଁ, ଏମିତି ନାନା ଦାନ ମୁଁ କରିଛି, ବିଭିନ୍ନ ପ୍ରକାରର ଦାନ କରିଛି, ପରନ୍ତୁ କଣ ହବ କିଞ୍ଚିତ ପାପ, କିଛି ପାପ ମଧ୍ୟ ମୁଁ ଅର୍ଜନ କରିଛି। କଣ ପାପ ଅର୍ଜନ କରିଛି ନା ଏମନ୍ତେ ନାନା ଏମନ୍ତେ ନାନା ଦାନ କରି, ଏମନ୍ତେ ନାନା ଦାନ କରି କିଞ୍ଚିତ ପାପ ମୁଁ ଆଚରି। ସାମାନ୍ୟତମ ପାପକୁ ମୁଁ ଆଚରଣ କରିଦେଲି। କାହିଁକି ନା କାରଣ ଦାନକୁ ମୁଁ ମୋ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲି। ମୁଁ ଦାନ କରିବି, ପରନ୍ତୁ ସେ ଦାନ କରିବା ସମୟରେ କିଞ୍ଚିତ ପାପ ମୁଁ ଆଚରଣ କରିଦେଲି। କଣ ପାପ, ହେ ନାଥ ଶୁଣ, କଣ ପାପ ମୁଁ ଆଚରଣ କରିଲି। ଦେଖ ବିଲେ ତାପରେ ବ୍ରାହ୍ମଣ ଦାନ ନେଲା ଗାଈ ଫିଟି ପଶିଲା ଗୋଷ୍ଠେ ଯାଇ। ଅଜ୍ଞାନ ନ ଜାଣି ପ୍ରଭାତେ ଦାନ ମୁଁ ଦେଲି ବିପ୍ର ହସ୍ତେ। ତାମାନେ କଣ, ବ୍ରାହ୍ମଣ ଦାନ ଦେଲା ଗାଈ ତ ରାଜା, ମୃଗରାଜ ଗାଈ ଦାନ କରୁଛନ୍ତି। ବ୍ରାହ୍ମଣଙ୍କୁ ଗାଈଟିଏ ଦାନ କରିଛନ୍ତି। ଯେତେବେଳେ ବ୍ରାହ୍ମଣ ଗାଈଟି ନେଇଯାଇଛି, ଫିଟି ପଶିଲା ଗୋଷ୍ଠେ ଯାଇ, ସେ ଗାଈଟି କଣ କରିଛି, ବ୍ରାହ୍ମଣ ଯେତେବେଳେ ନେଇ ଯାଇଛନ୍ତି, ଗାଈଟି ଫିଟି ଆସିଛି, ଫିଟିକି ପୁନଶ୍ଚ ରାଜା ଯେଉଁ ଗୋଠରେ ଦାନ କରନ୍ତି, ସେଇ ଗୋଠରେ ଆସି ଗାଈଟି ପଶି ଯାଇଛି। ଯଦି ପଶି ଯାଇଛି, ରାଜା କଣ ଆଉ ସବୁ ଗାଈକି ଚିହ୍ନିଛନ୍ତି କି? ଏଇ ଗାଈ ନା ହଉଛି ଏଇଆ, ଏଇ ଗାଈ ନା ଏଇଆ, ରାଜା କଣ ମନେ ରଖିଛନ୍ତି ନା। ଅଜ୍ଞାନ ଦେଲ, ତାପରେ ଦେଖ ଅଜ୍ଞାନ ନ ଜାଣି ପ୍ରଭାତେ କହିଲେ ପିଲେ ସକାଳ ସମୟରେ, ଅଜ୍ଞାନେ ମାନେ ବିନା ଜ୍ଞାନରେ, ଅଜ୍ଞାନରେ କଣ କଲି ମୁଁ ସକାଳ ସମୟରେ ଦାନ ଦେଲି। ବିପ୍ର ହସ୍ତେ, ମୁଁ ଦାନ ଦେଲି ବିପ୍ର ହସ୍ତେ। ଆଉ କଣ ବ୍ରାହ୍ମଣ ହସ୍ତରେ ମୁଁ ଏଇ ଗାଈଟିକୁ ଦାନ କଲି। ପିଲେମାନେ ଥରେ ଯୋଉଟା ଦାନ ହେଇଛି, ଆଉ ଥରେ ତମେ କାହାକୁ ଦାନ କରିପାରିବ କି? ବିଲକୁଲ ବି ନୁହେଁ। ଦାନ କଣ, ଯୋଉଟାକୁ ପୁରା ଦିଆଯାଇଛି, ଯୋଉଟାକୁ ପୁରା ଦିଆ ସରିଯାଇଛି ନା। ତେଣୁ ଯେତେବେଳେ ବ୍ରାହ୍ମଣଟିଏ
ଗାଈକୁ ପାଇକି ନେଇ ଯାଇଥିଲା, ପରନ୍ତୁ ସେ ଗାଈଟି ଫିଟି ଆସି ଗୋଠରେ ପଶି ଯାଇଛି। ସେଠି ରାଜା କଣ କରିଛନ୍ତି? ଅଜ୍ଞାନ ବଶତଃ ତାକୁ ଆଣିକି ଆଉ ଜଣେ ବ୍ରାହ୍ମଣକୁ ଦାନ ଦେଇ ଦେଇଛନ୍ତି। ଦେନ୍ କଣ ହେଇଛି? ଦେନ୍ ତାପରେ କଣ ଅଛି ଦେଖ ପିଲେ, ଏସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।